ଆଜି ଘରେ ଅଣ୍ଡା ତରକାରୀଟେ ହେବ ବୋଲି ମମି ତା ପାଇଁ ମସଲା ବାଟୁଛି। ମସଲା କ'ଣ ନା ଅଦା ରସୁଣ ଏଇଠି ବାଟୁଛି। ଅଦା ରସୁଣ ମମି ବାଟିବା ଭିତରେ ମୁଁ ସେପଟେ ଅଣ୍ଡା ସିଝା ବସେଇ ଦେଇଥିଲି। ଅଣ୍ଡା ସିଝା ବସେଇ ଦେଇକି ଆଳୁ ମଧ୍ୟ କାଟି ଦେଇଥିଲି। ଆଉ ଯେଉଁ ଆଳୁ କାଟିଥିଲି ତାକୁ କ'ଣ କଲି ତେଲରେ ପ୍ରଥମେ ଭାଜିଦେଲି। ତେଲରେ ଭାଜି ସାରିବା ପରେ ଅଣ୍ଡା ଯେଉଁ ସିଝେଇଥିଲି ଆଳୁକୁ ଟିକେ ଭାଜି ଦେଲା ପରେ ଅଣ୍ଡାକୁ ମଧ୍ୟ ସେ ତେଲରେ ଭାଜିଦେଲି। ଅଣ୍ଡା ଆଳୁ ଦୁଇଟାକୁ ଭାଜିକି ଗୋଟେ ପ୍ଲେଟ୍ରେ କାଢ଼ି ନେଲି। ପ୍ଲେଟ୍ରେ କାଢ଼ି ନେଇ ସାରିଲା ପରେ ଯେଉଁ ତେଲରେ ଅଣ୍ଡା ଆଳୁ ଭାଜିଥିଲି ତାହିଁରେ ହିଁ ମୁଁ ପିଆଜକୁ ପକେଇକି ଫ୍ରାଏ କରିଲି। ଫ୍ରାଏ କରିସାରିବା ପରେ କ'ଣ କଲି, ଗୋଟେ ଗିନାରେ ମୁଁ ପ୍ରଥମେ ହଳଦୀ ଗୁଣ୍ଡ ଟିକେ, ତାପରେ ମରିଚ ଗୁଣ୍ଡ ଟିକେ ସ୍ୱାଦ ଅନୁଯାୟୀ, ତାପରେ ଲୁଣ ମଧ୍ୟ ସ୍ୱାଦ ଅନୁଯାୟୀ ଟିକେ ନେଲି। ଲୁଣ ସ୍ୱାଦ ଅନୁଯାୟୀ ନେଇସାରିବା ପରେ ଘର ତିଆରି ମସଲା ଗୁଣ୍ଡ, ଘରେ ଯେଉଁ ତିଆରି ହେଇଥିଲା ମସଲା ଗୁଣ୍ଡ ତାକୁ ଟିକେ ନେଇଗଲି। ତାପରେ କ'ଣ କଲି, ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଦୁଇଟାକ, ଏଇଠି ପ୍ରଥମେ ଜିରା ଗୁଣ୍ଡ ନେଲି କାରଣ ଜିରା ମସଲାରେ ବଟା ନଥିଲା, ସେଥିପାଇଁ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ପକେଇଦେଲି। ପକେଇ ସାରିବା ପରେ ପିଆଜ ପାଇଁ ଯେଉଁ ଖଇରା ହେବା ପାଇଁ ମୁଁ ଛାଡ଼ି ଦେଇଥିଲି, ସେ ପିଆଜକୁ ଟିକେ ଘାଣ୍ଟି ଦେଇକି କ'ଣ କଲି, ମୁଁ ଏଠି ଦେଖନ୍ତୁ ମସଲାରେ ଟିକେ ପାଣି ଦେଇକି ତାକୁ ଗୋଳି ଦେଉଛି। ମୋ ହିସାବରେ ମୁଁ ମସଲାକୁ ପାଣି ଦେଇ ଗୋଳିଲି, ଆପଣ ଖାଲି ବି ସେମିତି ମସଲା ଗୁଣ୍ଡ ସବୁ ଯାକ ପକେଇ ଦେଇପାରିବେ। ଏଠି ମୁଁ ଟିକେ ପାଣି ଦେଇକି ଗୋଳି ସାରିବା ପରେ କ'ଣ କଲି ନା ଯେଉଁ ପିଆଜ ଖଇରା ହେବାକୁ ଛାଡ଼ି ଦେଇଥିଲି ସେ ପିଆଜରେ ସେ ମସଲା ଗୁଣ୍ଡ ସବୁ ଯାକ ପକେଇଦେଲି, କାହିଁକିନା ଟିକେ କଲର୍ ଆସିବ ବୋଲି। ତାପରେ କ'ଣ କଲି, ନନଭେଜ୍ କରିର ଗୋଟେ ପେଷ୍ଟ ନିଆଯାଇଥିଲା, ସେ ପେଷ୍ଟ ସହିତ ଯେଉଁ ଅଦା ରସୁଣ ପେଷ୍ଟ ମୁଁ କରିଥିଲି ଦୁଇଟାକୁ ମିଶାଇକି ମୁଁ ସେ ପିଆଜରେ ପକେଇଦେଲି। ଦେଖନ୍ତୁ ସାଙ୍ଗମାନେ, ଏଇଠି ପକେଇ ସାରିଲା ପରେ ଘାଣ୍ଟି ଦେଲା ପରେ ଦେଖନ୍ତୁ କଲର୍ କିପରି ଆସୁଛି। ଯେଉଁ ପର୍ଯ୍ୟନ୍ତ ମସଲାରୁ ତେଲ ଛାଡ଼ିନି ସେ ପର୍ଯ୍ୟନ୍ତ ଆପଣ ଟିକେ କଷିଦେବେ। କଷି ସାରିଲା ପରେ ଟମାଟୋକୁ ପକେଇବେ। ଟମାଟୋ ପକେଇକି ପୁଣି ଏମିତି ଆପଣ କଷିବେ। କଷି ସାରିଲା ପରେ ଦେଖନ୍ତୁ କଲର୍ଟା କିପରି ଚେଞ୍ଜ ହେଇଯାଉଛି। ଯେଉଁ ପର୍ଯ୍ୟନ୍ତ ଆପଣ ଦେଖିବେ କଲର୍ଟା ଚେଞ୍ଜ ହେଇଯାଉନି ଆପଣ ସେ ପର୍ଯ୍ୟନ୍ତ ଘାଣ୍ଟିବେ, କାରଣ ମସଲାଟାକୁ ଯେତେ କଷିବେ ଆପଣଙ୍କ ଟେଷ୍ଟ ସେତିକି ଆସିବ। ମସଲା କଷି ସାରିଲା ପରେ ଯେଉଁ ଅଣ୍ଡା ଆଳୁ ମୁଁ ଭାଜିଥିଲି ସେ ଅଣ୍ଡା ଆଳୁକୁ ମସଲାରେ ପକେଇଦେଲି। ମସଲାରେ ପକେଇ ଦେଲା ପରେ ଦେଖନ୍ତୁ ତାକୁ ଟିକେ କଷିଲା ଭଳିଆ ଆପଣ କରିବେ। କଷି ସାରିଲା ପରେ 2 ମିନିଟ୍ କଷି ସାରିଲା ପରେ ଆପଣ ଯେତିକି ଝୋଳ ରଖିବାକୁ ଚାହୁଁଛନ୍ତି ସେତିକି ଅନୁଯାୟୀ ଆପଣ ପାଣି ଦେବେ। ତାପରେ କିଛି ସମୟ ପାଇଁ ଆପଣ ଅଣ୍ଡା ତରକାରୀ ଫୁଟିବା ପାଇଁ ଆପଣ ଛାଡ଼ିଦେବେ। ତାପରେ ଘୋଡ଼େଇ ଦେଇକି ଆପଣ କିଛି ସମୟ ପର୍ଯ୍ୟନ୍ତ ୱେଟ୍ କରିବେ।